ଓଡ଼ିଶାରେ 3 ଦିନ ହେଲା ଲଘୁଚାପ ସୃଷ୍ଟି ହୋଇଛି, ଯାହାଫଳରେ 3 ଦିନ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ଏଥିରେ ଚାଷୀମାନେ ଧାନ କାଟି ଦେଇଥିବାରୁ କିଛି ହଇରାଣ ହରକତ ହୋଇଛନ୍ତି। ଆଉ କିଛି ଲୋକ ଧାନ କାଟି ପାରୁନାହାନ୍ତି, ଯାହାଫଳରେ ଧାନ ଗୁଡ଼ାକ ମଧ୍ୟ ପଡ଼ି ରହିଛି। ଚାଲନ୍ତୁ ଆମେ ଏହି କୃଷିମାନଙ୍କର ଯେଉଁ ଧାନ କଟା ହୋଇଛି ସେଗୁଡ଼ିକ କେମିତି କିଭଳି ଭାବରେ ପଡ଼ିଛି ସେଗୁଡ଼ା ଚାଲନ୍ତୁ ଦେଖିବା। ଓଡ଼ିଶାରେ 3 ଦିନ ହେଲା ଲଘୁଚାପ ସୃଷ୍ଟି ହୋଇଛି, ଯାହାଫଳରେ 3 ଦିନ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ଏଥିରେ ଚାଷୀମାନେ ଧାନ କାଟି ଦେଇଥିବାରୁ କିଛି ହଇରାଣ ହରକତ ହୋଇଛନ୍ତି। ଆଉ କିଛି ଲୋକ ଧାନ କାଟି ପାରୁନାହାନ୍ତି, ଯାହାଫଳରେ ଧାନ ଗୁଡ଼ାକ ମଧ୍ୟ ପଡ଼ି ରହିଛି। ଚାଲନ୍ତୁ ଆମେ ଏହି କୃଷିମାନଙ୍କର ଯେଉଁ ଧାନ କଟା ହୋଇଛି ସେଗୁଡ଼ିକ କେମିତି କିଭଳି ଭାବରେ ପଡ଼ିଛି ସେଗୁଡ଼ା ଚାଲନ୍ତୁ ଦେଖିବା। ନା କହିବ ଆଗେ ଶ୍ୟାମସୁନ୍ଦର ସାହୁ। ଶ୍ୟାମସୁନ୍ଦର ସାହୁ, ନନ୍ଦୀଘର, ରେଳିଆ ସାହି। ବାରବାଣୀ ବିଲ କାଟି ପକେଇଛି, ପାଣି ସେ ଭାସି ଚାଲିଛି। କେଉଁଠି ବିଡ଼ାରେ ବାନ୍ଧିନି, ହେଲେ ସେ ପାଣି ତ ଆଣ୍ଠୁ ଆଣ୍ଠେ ବୁଡ଼ି ରହିଛି। କେଉଁ ବାନ୍ଧିବି କେଉଁଠି କେଉଁଟା ବୋଧେ। ଆଉ କ'ଣ ଏ ପାଇଁ ବ୍ୟବସ୍ଥା କ'ଣ କରୁଛ? କ'ଣ ସେ ଧାନ କେମିତି ଉଦ୍ଧାର କରିବ ଜମିରୁ? କେମିତି କ'ଣ ପାଣି ଛାଡ଼ିଲେ ସିନା କେଉଁଠି କ'ଣ କରିବୁ? କହୁଛନ୍ତି ସେ ବାବୁ କ'ଣ କହୁଛନ୍ତି କ'ଣ? ଯଦି ଆମେ ମେଘଟା ଛାଡ଼ିଲା କି ଭଲ ବଦଳରେ ଆମେ କେଉଁଠି ଶୁଖରେ ନେଇ ଛାଣିଲେ ମଧ୍ୟ ସେ କଥା ହେଲେ ହେବ। ସେଇ ଛାଣ ଛୁଣି କରିକିରି ଯାହେଲେ ଆମେ ଆଣିବୁ ନା, ଆଉ ରଖିବୁ କି? ସେଇ ଯେଉଁ ପାଣିରେ ବୁଡ଼ି ରହିଛି ସେତିକ କେମିତି ଉଦ୍ଧାରିବୁ ଆମେ? ଏଇଟା କ'ଣ ସରକାରଙ୍କ ପାଖରେ କିଛି ଦାବି କରିବା ପାଇଁ ଚାହୁଁଛ? ସରକାର ଯାହା ଦେବେ ଆମେ କ'ଣ, ଆମର ବୋପା ଯେ ସେ ତାକୁ କହିବୁ ଦିଏ ଆମେ ନେଇଯିବୁ ବୋଲି।